ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟ। ନମଇ ନୃସିଂହ ଚରଣ ନାଦି ପରମ କାରଣ ଲୀଳା ବିହାରେ ତନୁ ଧରି ମର୍ତ୍ତିକେ ପାରେ ସାଧ୍ୟ କରି କୃଷ୍ଣ ଚରଣେ ଦେଇ ଚିତ୍ତ ବୋଲନ୍ତି ବ୍ୟାସଙ୍କର ସୁତ। ଶୁକୋବାଚ ଏବେ ହୋ ଶୁଣ କୁରୁମଣି ହରିଚରିତ ସୁଧାବାଣୀ। ଜନ୍ମ ବାସନା କର୍ମ ଫଳେ ପ୍ରାଣୀ ଭୁଜନ୍ତି ଏ ଶୟଳେ। ସପ୍ତମ ସ୍କନ୍ଧେ ଭାଗବତେ କହିବା ଶୁଣ ଏକ ଚିତ୍ତେ। କହିବା ପଞ୍ଚତତ୍ତ୍ୱଗୁଣ ଶୁଣ ନୃପତି ସାବଧାନ। କର୍ମ ବାସନା ରୂପ ଧରି ବେନି ପ୍ରକାରେ ସେ ସଞ୍ଚରି। ଶୁଭ ଅଶୁଭ ବେନି ପଦେ ପ୍ରକାଶ କରେ ହେତୁ ଭେଦେ। ମହତ ଅପମାନ କୋପେ ଅସୁର ଜନ୍ମ ପୁତ୍ର ରୂପେ। ପୂର୍ଣ୍ଣ ମହତ ଅନୁଗ୍ରହେ ସେ କର୍ମ ଶୁଭ ଫଳ ବହେ। ଶୁଣ କହିବା ପ୍ରିୟ ଭାବେ ଯେ ଯହିଁ ଯେମନ୍ତ ପ୍ରସ୍ତାବେ। ବୈକୁଣ୍ଠେ ହରି ଦ୍ୱାରପାଳ ଜୟ ବିଜୟ ମହାବଳ। ସେ ବେନି ଭାଇ ହରିଦ୍ୱାରେ ଖଟନ୍ତି ସେବା ଅନୁସାରେ। ଚତୁଷନଙ୍କ କୋପ ଫଳେ ଜନ୍ମିଲେ ଅସୁରଙ୍କ କୂଳେ। ବ୍ରାହ୍ମଣେ ଅପରାଧ କରି ଜନ୍ମ ଲଭିଲେ ଦେହ ଧରି। ଅସୁର ଅଂଶେ ଅବତାର ହିରଣ୍ୟ କଶ୍ୟପ କୁମର। ସେ ପଦ୍ମ ଚରଣରେ ମୋହି ନିରତେ ଶରଣ ପଶଇ। ସପ୍ତମ ସ୍କନ୍ଧେ ପ୍ରହଲ୍ଲାଦ ଚରିତ ଅମୃତ ସମ୍ବାଦ। ନୃସିଂହ ଅମୃତ ଚରିତ ଆଜ୍ଞାରେ ରହୁ ମୋର ଚିତ୍ତ। ସାଧୁ ସୁଜନେ କୃପାକର ମୁଁ ତୁମ୍ଭ ଚରଣେ କିଙ୍କର। ଏମନ୍ତେ ଶୁଣ ହେ ରାଜନ ହରିଚରିତ ସୁଧାପାନ। ସେ ପ୍ରହଲ୍ଲାଦ ଦୈତ୍ୟ ଦେହେ ନାରଦ ମୁନି ଅନୁଗ୍ରହେ। ଶ୍ରୀକୃଷ୍ଣ ଚରଣ କମଳେ ନିଶ୍ଚଳ ଭକ୍ତି ଯୋଗ ବଳେ। ଜନ୍ମ ବାସନା ହେତୁ ସ୍ମରି କୃଷ୍ଣ ଭକତି ଦୃଢ଼େ ଧରି। ବିଷ୍ଣୁ ଭକତ ହୋଇ ଯେବେ ଭକତି କରେ ସେହୁ ଭାବେ। ତାହାକୁ ରଖେ ଭଗବାନ ନ ସହେ ଭକ୍ତ ଅପମାନ। ଜୟ ବିଜୟ ବେନି ଭାଇ ଅସୁର ଅଂଶେ ଜନ୍ମ ହୋଇ। ହରିଙ୍କି ଅପରାଧ କଲେ ତୃତୀୟ ଜନ୍ମେ ନିସ୍ତରିଲେ। ଏଣୁ ପଣ୍ଡିତ ପ୍ରାଣୀମାନେ ମହତ ଅନୁଗ୍ରହ ଧ୍ୟାନେ। ଯତ୍ନ କରନ୍ତି ନିରନ୍ତରେ ଆତ୍ମାକୁ ଆପଣେ ଉଦ୍ଧରେ। ଏ ଭାବ ମୁନି ଗଣେ ଚିନ୍ତି ଭବ ସାଗରୁ ତରି ଯାନ୍ତି। ଏ ଆଦି ଅନ୍ତ ତୋତେ କହି ଶୁଣ ପରୀକ୍ଷ ମନ ଦେଇ। ଦିତି ଉଦରେ ଦେହ ବହି ଜୟ ବିଜୟ ବେନି ଭାଇ। ବିଷ୍ଣୁ ବୈରୀ ନିରନ୍ତରେ ସ୍ୱଭାବେ ଅସୁର ବ୍ୟବହାରେ। ତାହାଙ୍କ କୂଳେ ପ୍ରହଲ୍ଲାଦ ଶ୍ରୀକୃଷ୍ଣ ଭକ୍ତ ମଧ୍ୟେ ବୁଧ। ଏ ପିତା ପୁତ୍ର ମଧ୍ୟ ଗତେ ପୂର୍ବ ବାସନା ଅନୁମତେ। ମହାନ୍ତ କୋପ ଅନୁଗ୍ରହ ବାସନା ଭେଦ ଏ ନିଶ୍ଚୟ। ବାସନା ବଳେ କର୍ମଜାତ ଦଶ ଅଧ୍ୟାୟ ଏ ଚରିତ। ପଞ୍ଚ ପ୍ରସ୍ତାବ ଶେଷେ ଜାଣ ଧର୍ମର ନିର୍ଣ୍ଣୟ ଲକ୍ଷଣ। ପ୍ରଥମ ଅଧ୍ୟାୟରେ ପ୍ରସ୍ତାବ କହିବା ପିତା ପୁତ୍ର ଭାବ। ହିରଣ୍ୟ କଶ୍ୟପ କୁମର କୃଷ୍ଣ ଭକତ ମଧ୍ୟେବର। ବ୍ରାହ୍ମଣ ଶାପେ ବେନି ଭାଇ ଅସୁର ଅଂଶେ ଜାତ ହୋଇ। ଇନ୍ଦ୍ରର ଅର୍ଥେ ଭଗବାନ ଅସୁର କଲେକ ନିଧନ। ତେଣୁ କଶ୍ୟପ ଋଷି ନାରୀ ସେ ଦିତି ମନେ କୋପ କରି। ପୁତ୍ରଙ୍କ ମରଣ ବିଶ୍ୱାସେ ନିର୍ଘାତେ ରୋଦେ ଦଶ ଦିଶେ। ଏମନ୍ତ ଶୁକ ବାକ୍ୟ ଶୁଣି ବୋଲେ ପାଣ୍ଡବ ଚୂଡ଼ାମଣି। ପରୀକ୍ଷିତ ଉବାଚ ଭୋମୁନି ଶୁଣ ମୋ ବଚନ। ସେ ହରି ସର୍ବ ଘଟେ ପୂର୍ଣ୍ଣ ପ୍ରିୟ ଅପ୍ରିୟ ନାହିଁ ଯାର ବିଶେଷେ ଶରଣ ସୋଦର। ସେ କିମ୍ପା ଇନ୍ଦ୍ରଙ୍କ ବୋଲରେ ନିର୍ଦ୍ଦୟେ ଅସୁର ସଂହାରେ। ବିଷମ ମତ ଏ ତାହାର ଯେ ହରି ଜଗତ ସୋଦର। ସୁରଗଣଙ୍କ ପକ୍ଷ ଧରେ ନିଷ୍ଠୁରେ ଅସୁର ସଂହାରେ। ଯେ ହରି ସର୍ବ ଜୀବଗତି ସେନିକି ଆଚାରେ ଅନୀତି। ଅଶେଷ ଜନ୍ତୁ ହୃଦେ ଥାଇ ଅନ୍ତରେ ସର୍ବ ସେ ଦେଖଇ। ଆତ୍ମାର ନିସ୍ତାରଣ କରେ ସେ କିମ୍ପା ଭେଦ ବୁଦ୍ଧି ଧରେ। ଦେବ ଅସୁର ତାର ଦେହି ସମ ବିଷୟ ତାର କାହିଁ। ସ୍ୱଭାବେ ତ୍ରିଗୁଣ ଶରୀର ଯେ ନିରଞ୍ଜନ ନିର୍ବିକାର। ନିର୍ଗୁଣ ନିତ୍ୟ ଦେବପତି ସକଳ ଭୂତେ ତାର ସ୍ଥିତି। ଏଣୁ ଗୋବିନ୍ଦ ଗୁଣ କର୍ମେ ସଂଶୟେ ମୋର ଚିତ୍ତ ଭ୍ରମେ। ପୁଚ୍ଛଇ ଚରଣେ ତୁମ୍ଭର ମନୁ ସଂଶୟ ଦୂର କର। ଶୁକ ଉବାଚ ଭୋ ନୃପ ସାଧୁ ତୋର ବାଣୀ ତୁ ଯେ ପଚାରୁ ପରିମାଣେ। ଅଦ୍ଭୁତ କୃଷ୍ଣର ମହିମା କେ ଜାଣି ପାରେ ଗୁଣ ସୀମା। ଏ ଗ୍ରନ୍ଥ ଭାଗବତ ଶୁଣ କୃଷ୍ଣର ଭକତି ଲକ୍ଷଣ।
ପରମ ଜ୍ଞାନମୟ ବାଣୀ ଯେ ଶୁଣେ ଯେବା ମୁଖେ ଭଣି ନାରଦ ଆଦି ମୁନିଗଣେ ଯାହା ଗାବନ୍ତି ଅନୁକ୍ଷଣେ ବ୍ୟାସ ଚରଣେ ସେବି ମୁହିଁ କହିବି ଯେ ଅବା ଜାଣଇ। ସେ ହରି ସ୍ୱଭାବେ ନିର୍ଗୁଣ ଅଜନ୍ମା ଅବ୍ୟକ୍ତ କାରଣ ସ୍ୱଭାବେ ସର୍ବଗୁଣ ପର ବ୍ରହ୍ମା ଶଙ୍କରେ ଅଗୋଚର। ସେ ମାୟା ଗୁଣ ଆଶ୍ରୟ କରି ବଧ୍ୟବଧିକ ରୂପ ଧରି ଯେ ସତ୍ୱ ରଜ ତମ ଗୁଣ ପ୍ରକୃତି ଏହାଙ୍କ କାରଣ। ଆତ୍ମାର ଗୁଣ ଏ ନୁହନ୍ତି ପ୍ରକୃତି ରୂପେ ପ୍ରକାଶନ୍ତି ଉଦୟ ଅସ୍ତ ଏକାବେଳେ ନୁହନ୍ତି ଗୁଣ କାଳ ବଳେ। ସୃଷ୍ଟି ପାଳନ କରେ ହରି ସତ୍ୱ ଗୁଣକୁ ଆଶ୍ରୟ କରି ଦେବତା ଋଷି ରୂପ ହୋଇ ସ୍ୱଧର୍ମେ ସୃଷ୍ଟି ସେ ପାଳଇ। ରଜଗୁଣକୁ ଆଶ୍ରୟ କରି ଅସୁରମାନଙ୍କୁ ବିସ୍ତାରି ଯକ୍ଷ ରାକ୍ଷସ ତମ ଗୁଣେ ସୃଜଇ କାଳର ପ୍ରୟମାଣେ। ଜ୍ୟୋତି ସ୍ୱରୂପେ ପ୍ରକାଶଇ ବିଚାରେ କାହିଁ ନ ମିଶଇ କାଷ୍ଠ ସଂଯୋଗେ ଅଗ୍ନି ଯେହ୍ନେ ଜଳେ ଯେସନେ ପାତ୍ର ସ୍ଥାନେ। ଆକାଶ ଯେହ୍ନେ ଜଳ ଘଟେ ତେମନ୍ତ ରୂପେ ସେ ପ୍ରକଟେ ମାୟାରେ ନାନା ରୂପ ହୋଇ ସେ ମାୟା ତାକୁ ନ ଲାଗଇ। ଏହା ବିଚାରି ମୁନି ଜନେ ଆତ୍ମାକୁ ଆତ୍ମା ଅନୁମାନେ ସଂଶୟ ନ କରନ୍ତି ମନେ ହରି ବିଷୟ କ୍ରୀଡ଼ା ସ୍ଥାନେ। ସେ କାଳ ମାୟା ଯୋଗଜୁତେ ପୁର ସର୍ଜଇ ଏ ଜଗତେ ରଜଗୁଣରେ ସୃଷ୍ଟି କରେ କାରଣୁ ବ୍ରହ୍ମ ରୂପ ଧରେ। ଦେବାଧିଦେବ ଦେହ ମଧ୍ୟେ ବସଇ ସତ୍ୱ ଅନୁବାଦେ ରମିବା ଅର୍ଥେ ଭାବଗ୍ରାହୀ ଅଶେଷ ଜନ୍ମ ହୃଦେ ଥାଇ କ୍ରୀଡ଼ାର ଅନ୍ତେ ସେ ଆପଣେ ସୃଷ୍ଟି ସଂଘରେ ତମ ଗୁଣେ। ସେ ସୃଷ୍ଟି ଆଦ୍ୟ କାଳେ ହରି ଜୀବ ପ୍ରକୃତି ରୂପ ଧରି ପ୍ରଧାନ ପୁରୁଷ ଏବେନି ଜଗତ ପିୟର ଜନନୀ। ନିମିତ୍ତେ ଏହା ସଙ୍ଗେ ଘେନି ହରି ବିହରେ ଏମିଦିନି ତାଙ୍କ ଆଶ୍ରୟ ସଙ୍ଗ ମେଳେ ଜଗତ ଭିଆଇଲା କାଳେ ସେ କାଳ ହରି ଆଜ୍ଞା ଘେନି ପ୍ରଧାନ ପୁରୁଷ ଏବେନି। ଉଭୟ ମତେ ନାନା ଗୁଣେ ହୋଇଲେ ସୃଷ୍ଟିର କାରଣେ ସେ ହରି କାଳ ରୂପ ଧରେ ସାତ୍ୱିକେ ଦେବଙ୍କୁ ଉଦ୍ଧରେ। ଦେବଙ୍କ ପ୍ରିୟ କର୍ମ କରେ ଅସୁର ବଳକୁ ସଂହାରେ ଏଣୁ ସେ ପ୍ରଭୁ ଭଗବାନ ବହଇ ସୁର ପ୍ରିୟ ନାମ। ରଜ ତାମସ ଗୁଣ ଯେତେ ତାଙ୍କୁ ସଂହାରେ ଅବିରତେ ଏବେ ହୋ ଶୁଣ ନରନାଥ କୃଷ୍ଣ ଚରିତ ଭାଗବତ ତାହାଙ୍କ ମହିମା ବିଶେଷ ଶୁଣ କହିବା ଇତିହାସ। ରାଜୁଷି ଯଜ୍ଞ ସଭା ଅନ୍ତେ ଧର୍ମନନ୍ଦନର ଅଗ୍ରତେ ନାରଦ ମୁନି ଯାହା କହି ସେ ସଭା ମଧ୍ୟେ ପାଞ୍ଚ ଭାଇ। ଦେବକୀ ନନ୍ଦନର ତୁଲେ ଧର୍ମନନ୍ଦନ ପଚାରିଲେ ସେ ସଭା ମଧ୍ୟେ ଧର୍ମବଳା ନୟନେ ଅଦ୍ଭୁତ ଦେଖିଲା। ଶିଶୁପାଳର ପଞ୍ଚପ୍ରାଣ ଗୋବିନ୍ଦେ ପଶିଲା ତକ୍ଷଣ ସଭା ଲୋକଙ୍କ ଦୃଷ୍ଟି ମାର୍ଗେ ବିଜୁଳି ଯେହ୍ନେ ନୀଳ ମେଘେ। ଯୁଧିଷ୍ଠିର ଉବାଚ ଭୋମନି ଅଦ୍ଭୁତ ଏ କଥା ଦେଖି ମୋ ମନେ କରୁ ଚିନ୍ତା ଅଷ୍ଟାଙ୍ଗ ଯୋଗେ ମୁନିଗଣ ଚିନ୍ତନ୍ତି ଯେ ହରିଚରଣ ଏକାନ୍ତ ଭକ୍ତି ଯୋଗେ ଚିନ୍ତି ଯା ରୂପ କେହି ନ ଦେଖନ୍ତି। ଦେବମାନବେ ଅଗୋଚର ଯେ ବ୍ରହ୍ମ ନିତ୍ୟ ନିରାକାର ଏ ଦମ ଘୋଷର କୁମର ସ୍ୱଭାବେ ଦୁଷ୍ଟ ଦୁରାଚାର। କୃଷ୍ଣେ ଅନେକ ନିନ୍ଦା କଲା ସେ କିମ୍ପା କୃଷ୍ଣଙ୍କୁ ପାଇଲା ଏ ସଭା ମଧ୍ୟେ ଏକେ ମୁହିଁ ତୁମ୍ଭର ଛାମୁରେ ପୁଚ୍ଛଇ କହ ହେ କେବଣ କାରଣେ ଶୁଣନ୍ତୁ ସକଳେ ଶ୍ରବଣେ। ବିଷ୍ଣୁଙ୍କୁ ବିଷ୍ଣୁ ଜନ ମେଳେ ଯେବା ନିନ୍ଦନ୍ତି ଜ୍ଞାନ ଭୋଳେ ସେ ପ୍ରାଣୀ ନରକେ ପଡ଼ନ୍ତି ମହାନ୍ତେ ଏମନ୍ତ କହନ୍ତି। ସେ ଦମ ଘୋଷ ସୁତ ବାଣୀ ସଭାରେ ଦନ୍ତ ବକ୍ର ଶୁଣି ସେହି ଅନେକ ନିନ୍ଦା କଲା ମୋତେ ତ ସନ୍ଦେହ ଲାଗିଲା ଏବେନି ଜନେ ନିନ୍ଦା କଲେ ସଭାର ମଧ୍ୟେ ଏକ ତୁଲେ। କୃଷ୍ଣଙ୍କୁ ନିନ୍ଦା କରି ତୁଣ୍ଡେ କିମ୍ପା ନଗଲେ ଯମଦଣ୍ଡେ କେବଳ ହେତୁ ବେନି ବୀରେ ପଶିଲେ କୃଷ୍ଣର ଶରୀରେ। ଏଣେ ଭ୍ରମଇ ମୋର ମନ ବନେ ଯେସନେ ହୁତାସନ କାରଣ କହ ମୁନି ମୋତେ ଶୁଣିଲେ ଜୀବଇଁ ପରତେ। ଶୁକୋବାଚ ଏମନ୍ତେ ଧର୍ମସୂତ ବାଣୀ ଆନନ୍ଦେ ଶୁଣି ବ୍ରହ୍ମ ମୁନି କହନ୍ତି ରାଜାର ଅଗ୍ରତେ ସକଳେ ଶୁଣନ୍ତି ଯେମନ୍ତେ। ନାରଦ ଉବାଚ ଏ ଯେତେ ନିନ୍ଦା ସ୍ତୁତି ଅର୍ଥେ ମନୁଷ୍ୟ ଶରୀର ଜଗତେ ପ୍ରକୃତି ପୁରୁଷ ସଂଯୋଗେ ଜନ୍ମଇ ଅବିବେକ ଭାବେ ବହଇ ହିଂସା ଅଭିମାନ ଦଣ୍ଡ ପୌରୁଷ ସାବଧାନ ମୁହିଁ ମୋହର ବୋଲି ଜାଣେ ଯାବତ ବଶ ତିନି ଗୁଣେ।
ଶରୀର ସ୍ୱଭାବ ଏମନ୍ତେ ସଂସାର ମଧ୍ୟେଛନ୍ତି ଯେତେ। ଆତ୍ମାଭିମାନେ ଦେହ ବହି ଲୁବୁଧେ ପ୍ରାଣୀ ବଧ ହୋଇ। ସେ ପୁଣି କୈବଲ୍ୟ ଆସ୍ଥାନେ ନ ଘଟେ ଆତ୍ମା ଅନୁମାନେ। ହରି ବିଷୟେ କର୍ମ ଯେତେ କୈବଲ୍ୟ ଭୁଞ୍ଜେ ପ୍ରାଣୀ ଅନ୍ତେ। କେ ଭଜେ ରିପୁ ଅନୁବନ୍ଧେ କେଅ ବା ମିତ୍ର ଭାବେ ସଧେ। କେଅ ବା ଭଜେ ତାକୁ ଡରେ କେଅ ବା ପ୍ରିୟ ଭାବ କରେ। କେ କାମ ଭାବେ ଅନୁସରେ କେଅ ବା ସ୍ନେହେ ଚିନ୍ତା କରେ। ଏ ସର୍ବଜନେ ଅନ୍ତକାଳେ ପଶନ୍ତି ଚରଣ କମଳେ। ନିତ୍ୟେ ବୈରୀ ଭାବେ ଚିନ୍ତି ହରିଙ୍କି ଯେମନ୍ତେ ଲଭନ୍ତି। ନିଶ୍ଚଳ ଚିତ୍ତେ ନିତ୍ୟେ ଧାଇ ଯୋଗିଏ ଲଭିବେ ତା କାହିଁ। ଏ ଭାବ ନିଶ୍ଚେ ମୋର ମନେ ଏବେ ହୋ ଶୁଣ ସାବଧାନେ। ଭ୍ରମର ଯେତେ କୀଟ ମାରେ ନେଇ ସ୍ଥାପଇ ନିଜ ଘରେ। ସେ କୀଟ ପ୍ରାଣ ଯିବା କାଳେ ସଭୟେ ଦେଖିଥାଏ ଡୋଳେ। ସ୍ୱଭାବେ ଭୟ ଯୋଗେ ମରେ ତାର ସ୍ୱରୂପ ଅନ୍ତେ ଧରେ। ଏମନ୍ତେ କୃଷ୍ଣର ବିଷୟେ ସେ ମାୟା ମନୁଷ୍ୟର ଦେହେ। ବୈରୀ ପଣେ ତାକୁ ଚିନ୍ତି ନିର୍ମଳ ହୃଦୟେ ପଶନ୍ତି। ଏ ଘେନି କାମ କ୍ରୋଧ ଭୟେ ଯେ ବା ଭଜନ୍ତି ମିତ୍ର ସ୍ନେହେ। କୃଷ୍ଣ ବିଷୟେ ଚିତ୍ତ ଦେଇ ଅନେକ ଗଲେ ମୋକ୍ଷ ହୋଇ। ଗୋପନଗରେ ଗୋପୀ ଯେତେ କୃଷ୍ଣ ଭଜିଲେ କାମ ଚିତ୍ତେ। ବ୍ରାହ୍ମଣ ପତ୍ନୀ ଦେବନାରୀ ମଥୁରାପୁର ମନୋହାରୀ। ରାଜକୁମାରୀ ଆଦି ଯେତେ ତରିଲେ ଭାବି କାମ ଚିତ୍ତେ। କଂସାଦି ଦୈତ୍ୟେ ଭୟ କଲେ ଅନ୍ତେ ସେ ଗୋବିନ୍ଦେ ପଶିଲେ। କ୍ଷତ୍ରିୟ ଶିଶୁପାଳ ଆଦି ତରିଲେ ହଇଣ ବିବାଦୀ। ଯାଦବ ବୃଷ୍ଣି ବଂଶ ଯେତେ ତୁ ଭଜୁ ଭ୍ରାତୃ ସ୍ନେହ ମତେ। ମୁହିଁତା ଚରଣ କମଳେ ଭକତି କରଇ ନିଶ୍ଚଳେ। ପୂର୍ବେ ଯେ ବେଣ ସତ୍ୟ ଯୋଗେ ନିତ୍ୟେ ଭଜିଲେ ଶତ୍ରୁ ଭାବେ। ବ୍ରାହ୍ମଣ ସାପୁ ନାଶ ଗଲା ଅନ୍ତେ ସେ ନରକେ ପଡ଼ିଲା। ଏଣୁ ହରିଙ୍କି ନାନା ମତେ ଯେ ଭଜି ପାରେ ଦୃଢ଼ ଚିତ୍ତେ। ନିର୍ଭୟେ ଗୋବିନ୍ଦେ ପଶନ୍ତି ଜନ୍ମ ମରଣ ନିସ୍ତରନ୍ତି। ଯେ ଦମ ଘୋଷର କାମିନୀ ତୋହର ମାତାର ଭଗିନୀ। ତାର ଉଦରୁ ବେନି ବାଳ ଯେ ଦନ୍ତ ବକ୍ର ଶିଶୁପାଳ। ପୂର୍ବେ ହରିଦ୍ୱାରେ ଥିଲେ ବ୍ରାହ୍ମଣୀ ଅପରାଧ କଲେ। ଏବେନି ଭାଇ ସହୋଦର କୃଷ୍ଣ ସେବକ ମଧ୍ୟେବର। ମହାନ୍ତ ଅପରାଧ ଫଳେ ଜନ୍ମିଲେ ଅସୁରର କୂଳେ। ଏ ଜନ୍ମେ ମନୁଷ୍ୟ ଶରୀରେ ଏବେ ମିଳିଲେ ହରିଦ୍ୱାରେ। ନାରଦ ମୁଖୁ ଏ ଚରିତ ଶୁଣି ବୋଲନ୍ତି ଧର୍ମସୂତ। ଯୁଧିଷ୍ଠିର ଉବାଚ ଯେ ହରିନାମ ଉଚ୍ଚାରନ୍ତି ସେ ସର୍ବ ସଙ୍କଟୁ ତରନ୍ତି। ଯେ ହରିଦ୍ୱାର ପାଳପଣେ ପାଶେ ଖଟନ୍ତି ଅନୁକ୍ଷଣେ। ତାହାଙ୍କୁ କେବା ସାପ ଦେଲା ମୋତେ ତ ସନ୍ଦେହ ଲାଗିଲା। ଯେ ବୈକୁଣ୍ଠ ପୁରେ ଥାନ୍ତି ସେ ତ ସଂସାରେ ନ ପଡ଼ନ୍ତି। ଦେହ ସମ୍ଭବ ଯହିଁ ନାହିଁ ସେ କିମ୍ପା ବହେ ନର ଦେହି। କିକେ ହୋଇଲେ ଦୁରାଚାର ଏଣୁ ସଂଶୟ ଚିତ୍ତେ ମୋର। ଭୌମୁନି ନମୁ ତୋ ଚରଣ କହ ଏ କେବଳ କାରଣ। ଏମନ୍ତ ଯୁଧିଷ୍ଠି ବଚନ ଶୁଣିଣ ବ୍ରହ୍ମାଙ୍କ ନନ୍ଦନ। ନାରଦ ଉବାଚ ଶୁଣ ରାଜନ ସାବଧାନେ ଯେ କଥା ବିଷ୍ଣୁର ଭୁବନେ। ବ୍ରହ୍ମାଙ୍କ ପୁତ୍ରେ ବେଦବାଦୀ ସନକ ସନାତନ ଆଦି। ସେ ଚାରି ଭାଇ ଏକ ଦିନେ ଭ୍ରମନ୍ତି ଏ ତିନି ଭୁବନେ। ପୁଣି ସେ ଅନ୍ତରିକ୍ଷେ ଗଲେ ବିଷ୍ଣୁର ଭୁବନେ ମିଳିଲେ। ପ୍ରବେଶ ହେଲେ ଦ୍ୱାର ଦେଶେ ବିଷ୍ଣୁର ଦର୍ଶନ ଲାଳସେ। 65 ବରଷ ପ୍ରାୟେ ସର୍ବେ ଦିଶନ୍ତି ଏକ ଦେହେ। ବାଳ ସ୍ୱଭାବେ ଦିଗମ୍ବର ସ୍ୱଭାବେ ବ୍ରହ୍ମାଙ୍କ କୁମର। ମରିଚି ଆଦି ମୁନିଗଣେ ସେବନ୍ତି ତାହାଙ୍କ ଚରଣେ। ତାଙ୍କୁ ବାଳକ ପ୍ରାୟେ ଚାହିଁ ଜୟ ବିଜୟ ବେନି ଭାଇ। ଉଲଗ୍ନ ଦେଖି ଦ୍ୱାରପାଳେ ଦ୍ୱାର ନିରୋଧ କଲେ ବଳେ। ତାହାଙ୍କ ମନ ହରିପାଦେ ପଶି ନ ପାରିଲା ପ୍ରମାଦେ। ଦ୍ୱାରପାଳଙ୍କ ମୁଖ ଚାହିଁ କୋପେ ବୋଇଲେ ଚାରି ଭାଇ। ତୁମ୍ଭେ ଯେ ଦୁଷ୍ଟ ବେନି ଭାଇ ଏ ପୁରେ ଥିବା ନ ଯୋଗାଇ। ଏ ପୁର ବୈକୁଣ୍ଠ ଧାମ ଏଥେ ନ ପଶେ ରଜତମ। ଏଥେ ନ ଥାଅ ଯାଅ ଏଥେ ନ ଥାଅ ଭାଇ ବେନି ମର୍ତ୍ତେ ଜନିମ ଦେହ ଘେନି। ଅତି ପାପିଷ୍ଠ ତୁମ୍ଭ ଦେହ ଅସୁର କୂଳେ ଜନ୍ମ ହୁଅ। ତକ୍ଷଣେ ବିପ୍ର ସାପ ପାଇ ଦ୍ୱାରୁ ଖସିଲେ ବେନି ଭାଇ। ଊର୍ଦ୍ଧ୍ୱଚରଣ ଅଧୋମୁଖ ତକ୍ଷଣେ ଦେଖି ତାଙ୍କ ଦୁଃଖ। ଦୟା ବସିଲା ତାଙ୍କ ଦେହି ସ୍ନେହେ ବୋଇଲେ ଚାରି ଭାଇ। ଅସୁର ହୋଇ ବେନି ଜନ୍ମ ନିତ୍ୟେ କରିବ ଦୁଷ୍ଟ କର୍ମ। ତୃତୀୟ ଜନ୍ମେ ନର ହୋଇ ସାପୁ ତରିବ ବେନି ଭାଇ। ବିଷ୍ଣୁଙ୍କୁ ଚିନ୍ତି ଅପରାଧ ପୁଣି ଲଭିବ ବିଷ୍ଣୁପାଦ।
ପ୍ରଥମେ କଶ୍ୟପଙ୍କ ଘରେ ଜନ୍ମିମ ଦିତିର ଉଦରେ। ଜନ୍ମିଲେ ହିରଣ୍ୟକଶ୍ୟପୁ ହିରଣ୍ୟାକ୍ଷ ଯେ ମହାବପୁ। ଦେବଦାନବ ତାଙ୍କ ପାଦେ ଖଟନ୍ତି ନିତ୍ୟେ ଅପ୍ରମାଦେ। ହିରଣ୍ୟାକ୍ଷର ଗର୍ବ ଭରେ ମହି କମ୍ପଇ ଥରହରେ। ସେ କଷ୍ଟ ହରି ନ ସହିଲେ ଶୂକର ରୂପକୁ ଧଇଲେ। ଧରଣୀ ଉଦ୍ଧାରଣ ପାଇଁ ବରୁଣ ପୁରେ ହେଲେ ଯାଇ। ସେ ଦୁଷ୍ଟ ହିରଣ୍ୟାକ୍ଷ ବୀର ଅସୀମ ବଳ ଅଟେ ଯାର। ବରାହ ରୂପ ଦେଖି କୋପେ ମିଳିଲା ଗୋବିନ୍ଦ ସମୀପେ। ଅନେକ ଗଦା ଯୁଦ୍ଧ କଲା ସବଦେ ବ୍ରହ୍ମାଣ୍ଡ କମ୍ପିଲା। ବିଷ୍ଣୁର ଗଦାଘାତ ବଳେ ପ୍ରାଣ ଛାଡ଼ିଲା ରସା ତଳେ। ବିଷ୍ଣୁ ନୃସିଂହ ରୂପ ଧରି ହିରଣ୍ୟକଶ୍ୟପୁ ବିଦାରି। ହିରଣ୍ୟକଶ୍ୟପୁର ସୁତ ପ୍ରହ୍ଲାଦ ଗୋବିନ୍ଦ ଭକତ। ତାକୁ ଅନେକ ଦୁଃଖ ଦେଇ କୃଷ୍ଣ ଭଜନ ନ ସହଇ। ସେ ପୁଣି ବିଷ୍ଣୁ ଭକ୍ତି ବଳେ ଅଜେୟ ଏ ମହିମଣ୍ଡଳେ। ତାକୁ ଅନେକ ଦୁଃଖ ଦେଲା କେବେହେଁ ମାରି ନ ପାରିଲା। ଲୀଳାଏ ହରି ତାକୁ ମାରି ପୁଣି ଜନ୍ମିଲେ ଦେହ ଧରି। ପୁଣି ରାକ୍ଷସୀ କୋଳେ ଯାଇ ବିଶ୍ରବା ଗୃହେ ବେନି ଭାଇ। କେଶିନୀ ଗର୍ଭେ ହୋଇ ଜନ୍ମ ଅନେକ କଲେ ମନ୍ଦ କର୍ମ। ରାବଣ କୁମ୍ଭକର୍ଣ୍ଣ ରୂପେ ତ୍ରୈଲୋକ୍ୟ ବଶ କଲେ ଦର୍ପେ। ତାହାଙ୍କୁ ରାମ ରୂପେ ମାରି ରାକ୍ଷସ ଜନ୍ମରୁ ଉଦ୍ଧରି। ସେ ରାମ ଚରିତ ତୁ ସୁଖେ ଶୁଣିବୁ ମାରକଣ୍ଡ ମୁଖେ। ପୁଣି ସେ ମହି ତଳେ ଜାତ ତୋ ମାତା ଭଗିନୀର ସୁତ। ଏବେ ତୋ ଯଜ୍ଞ ସଭା ମଧ୍ୟେ କୃଷ୍ଣଙ୍କୁ ନିନ୍ଦି ଅପରାଧେ। ଗୋବିନ୍ଦ ଚକ୍ରେ ଛେଦ ହୋଇ ମୋକ୍ଷ ଲଭିଲେ ବେନି ଭାଇ। ବୈରାନୁ ବନ୍ଧେ କରି ଧ୍ୟାନ ତେଣେ ପାଇଲେ ଦିବ୍ୟ ଜ୍ଞାନ। ତୃତୀୟ ଜନ୍ମେ ମୋକ୍ଷ ହୋଇ ଜୟ ବିଜୟ ବେନି ଭାଇ। ପୁଣି ମିଳିଲେ ନିଜ ପୁରେ ବିଷ୍ଣୁର ବୈକୁଣ୍ଠ ଦୁଆରେ। ଏମନ୍ତେ ଶୁଣି ଧର୍ମସୂତ ମୁନି ଚରଣେ ଦେଇ ହସ୍ତ। ଭାବେ ପୁଲକ ତାର ଦେହି ବୋଲେ ନାରଦ ମୁଖ ଚାହିଁ ଯୁଧିଷ୍ଠିରୋବାଚ। ହିରଣ୍ୟକଶ୍ୟପୁର ସୁତ ସେ ଯେବେ ଗୋବିନ୍ଦ ଭକତ। ତାହାକୁ ପୁତ୍ର ସ୍ନେହ ଛାଡ଼ି ନିଷ୍ଠୁର ପତେ କେମ୍ଫା ବଢ଼ି। ହିରଣ୍ୟକଶ୍ୟପୁ କେମ୍ପାଇଁ ପୁତ୍ରକୁ ଦ୍ରୋହ ଆଚରଇ। ଅସୁରେ ଜାତ ପ୍ରହ୍ଲାଦ କେମ୍ପା ଭଜିଲା କୃଷ୍ଣପାଦ। ବୋଲଇ ଦାସ ଜଗନ୍ନାଥ ନାରଦ ଆଗେ କୁନ୍ତିସୁତ। ଯେ ପ୍ରଶ୍ନ ସଭା ମଧ୍ୟେ କଲା ଶ୍ରୀଭାଗବତ କୃଷ୍ଣଲୀଳା। ସପ୍ତମ ସ୍କନ୍ଧେ ହରିବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଶ୍ରୀଶୁକ କହେ ତୋଷ ଚିତ୍ତେ ପରୀକ୍ଷ ରାଜାର ଅଗ୍ରତେ। ଶୁଣି ରାଜନ କୃତକୃତ୍ୟ ବିଷ୍ଣୁ ଚରଣେ ଦେଲା ଚିତ୍ତ। ଯେ ଭାବେ ପାର ଦୃଢ଼େ ଧର ପାରି କରିବେ ଚକ୍ରଧର। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ସପ୍ତମସ୍କନ୍ଧେ ପ୍ରହ୍ଲାଦଚରିତୋପକ୍ରମେ ପ୍ରଥମୋऽଧ୍ୟାୟः। ହରେ କୃଷ୍ଣ 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 ହରେ ହରେ। ହରେ ରାମ 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 ହରେ ହରେ। ହରି ବୋଲ।